ସେଦିନ ରାତିର କଥା ମନେ ପଡ଼ିଲେ ଆଜି ବି ମୋ ଛାତି ଥରି ଉଠେ। ମୁଁ ଆପଣଙ୍କୁ ଆମ ଗାଁର ଗୋଟିଏ ସତ ଘଟଣା କହୁଛି, ଯାହା ମୋ ବୋପା ଅଜା ମୋତେ ସାନବେଳେ ଶୁଣାଇଥିଲେ। ଆମ ଗାଁ ନିକଟରେ ଗୋଟିଏ ଘଞ୍ଚ ଆମ୍ବ ତୋଟା ଅଛି, ଆଉ ତା ପାଖରେ ଗୋଟିଏ ବହୁ ପୁରୁଣା ପୋଖରୀ, ନୀଳ ପୋଖରୀ। ସେଇଠାକାର ବୟସ୍କ ଲୋକମାନେ ସବୁବେଳେ କହନ୍ତି, ସେହି ପୋଖରୀ କୂଳରେ ଥିବା ବଡ଼ ଗଛରେ ଗୋଟିଏ ଯକ୍ଷିଣୀ ରହେ। ସେ ସାଧାରଣତଃ କୌଣସି ଦକ୍ଷ ଲୋକକୁ ରାତି ଜାଖି ପାରେ ଏକାକୀ ଦେଖିଲେ ନିଜ ରୂପ ବଦଳାଇ ସୁନ୍ଦରୀ ନାରୀଟିଏ ହୋଇ ସାମ୍ନାକୁ ଆସେ। ମୋ ଅଜାଙ୍କର ଜଣେ ସାଙ୍ଗ ଥିଲେ, ନାମ ତାଙ୍କର ରଘୁ। ରଘୁ ମାମୁଁ କାହାକୁ ଭୟ କରୁନଥିଲେ, ଭୂତ ପ୍ରେତ କଥାକୁ ଆଦୌ ବିଶ୍ୱାସ କରୁନଥିଲେ। ଦିନେ ରବିବାର ରାତି ପ୍ରାୟ 9ଟା ହେବ, ରଘୁ ମାମୁଁ ହାଟରୁ ଫେରୁଥିଲେ। ବାଟରେ ସେହି ଆମ୍ବତୋଟା ଓ ନୀଳ ପୋଖରୀ ପାରି ହୋଇ ଆସିବାକୁ ପଡ଼େ। ସେଦିନ ପୂର୍ଣ୍ଣମୀ ରାତି ଥିଲା, ଚାନ୍ଦିନୀ ଆଲୁଅରେ ସବୁକିଛି ସ୍ପଷ୍ଟ ଦେଖାଯାଉଥିଲା। ପୋଖରୀ କୂଳରେ ପହଞ୍ଚୁ ପହଞ୍ଚୁ ରଘୁ ମାମୁଁଙ୍କୁ ଏକ ମିଠା ମୃଦୁ ସୁବାସ, ଚନ୍ଦନ ଓ ଜାସ୍ମିନର ବାସ୍ନା ମିଳିଲା। ହଠାତ୍ ସେ ଶୁଣିବାକୁ ପାଇଲେ ଗୋଟିଏ ଝିଅର ଖିଲିଖିଲି ହସ ଆଉ ସୁନାର ଝୁଣ୍ଟିର ଛନ ଛନ ଶବ୍ଦ। ସେ ଅଟକିଗଲେ। ବରଗଛ ମୂଳେ ଦେଖିଲେ ଜଣେ ବହୁ ସୁନ୍ଦରୀ ଯୁବତୀ ଛିଡ଼ା ହୋଇଛି। ତାର ଲାଲ ରଙ୍ଗର ଶାଢ଼ୀ, ଲମ୍ବା କଳା ବାଣ୍ଡ ଆଉ ମୁହଁରେ ଅଦ୍ଭୁତ ଚମକ। ଏତେ ରାତିରେ ସେମିତି ଜଣେ ସୁନ୍ଦରୀ ଝିଅକୁ ଏକାକୀ ଦେଖି ରଘୁ ମାମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ କିଏ? ଏତେ ରାତିରେ ଏଠି ଏକାକୀ କାହିଁକି ଛିଡ଼ା ହୋଇଛି? ସେହି ଝିଅଟି ଗୋଟିଏ ମିଠା ମୁସ୍କୁରାହଟ ସହ କହିଲା, ମୋତେ ଭାରି ଶୋଷ ହେଉଛି, ମୋତେ ଘରକୁ ନେଇ ଚାଲ। ତାର କଥାରେ ଏମିତି ଏକ ଆକର୍ଷଣ ଥିଲା ଯେ ରଘୁ ମାମୁଁ ନିଜ ସମ୍ଭାଳି ନ ପାରି ତା ଆଡ଼କୁ ପାଦ ବଢ଼ାଇଲେ। ସେ ଯେତିକି ପାଖକୁ ଗଲେ ସେତିକି ସେହି ଝିଅଟିର ହସ ବଦଳିବାକୁ ଲାଗିଲା। ସେହି ମିଠା ହସଟି ଗୋଟିଏ ଭୟାନକ କର୍କଶ ଶବ୍ଦରେ ପରିଣତ ହେଲା। ରଘୁ ମାମୁଁଙ୍କ ନଜର ହଠାତ୍ ତାର ପାଦ ଉପରେ ପଡ଼ିଲା। ତାର ଦୁଇଟି ପାଦ ପଛକୁ ବୁଲିଥିଲା, ଆଉ ତାର ଛାଇ ଜମାରୁ ବି ମାଟିରେ ପଡ଼ୁନଥିଲା। ରଘୁ ମାମୁଁ ବୁଝିଗଲେ ଯେ ଏହା କୌଣସି ମଣିଷ ନୁହେଁ, ଏହା ହେଉଛି ସେହି ଦାରୁଣ ଯକ୍ଷିଣୀ। ତାଙ୍କ ରକ୍ତ ଶୀତଳ ହୋଇଗଲା। ସେହି ଝିଅଟିର ଆଖି ଦୁଇଟି ହଠାତ୍ ଲାଲ ନିଆଁ ପରି ଜଳି ଉଠିଲା। ଗାଲର ଚାମଡ଼ା ଶୁଖିଗଲା ଆଉ ତାର ଦାନ୍ତଗୁଡ଼ିକ ଲମ୍ବା ଓ ଧାରୁଆ ହୋଇଗଲା। ସେ ଆକାଶକୁ ଚାହିଁ ଏକ ବିକଟାଳ ଚିତ୍କାର କଲା। ରଘୁ ମାମୁଁ ଆଉ ସେଠାରେ ଗୋଟିଏ ସେକେଣ୍ଡ ବି ରହିଲେ ନାହିଁ। ନିଜର ସମସ୍ତ ବଳ ଲଗାଇ ଗାଁ ଆଡ଼କୁ ଦୌଡ଼ିବାକୁ ଲାଗିଲେ। ପଛରୁ ସେହି ଝିଅଟିର ବାସ୍ନା, ଝୁଣ୍ଟିର ଶବ୍ଦ ଆଉ ଭୟାନକ ହସ ତାଙ୍କ ପଛେ ପଛେ ଆସୁଥିଲା। ରଘୁ, କୁଆଡ଼େ ଯାଉଛୁ? ରହିଯା। ସେ କୌଣସି ମତେ ଦୌଡ଼ି ଦୌଡ଼ି ଗାଁର ହନୁମାନ ମନ୍ଦିର ନିକଟରେ ପହଞ୍ଚିଗଲେ ଆଉ ଚେତା ହରାଇ ତଳେ ପଡ଼ିଗଲେ। ସକାଳେ ଗାଁ ଲୋକେ ତାଙ୍କୁ ଉଦ୍ଧାର କଲେ। ସେହି ଘଟଣା ପରେ ରଘୁ ମାମୁଁଙ୍କୁ କ୍ରମାଗତ 7 ଦିନ ଯାଏ ପ୍ରଚଣ୍ଡ ଜ୍ୱର ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଆମ ଗାଁର କୌଣସି ଲୋକ ରାତି 10ଟା ପରେ ସେହି ନୀଳ ପୋଖରୀ ଆଉ ଆମ୍ବତୋଟା ବାଟରେ ଏକାକୀ ଯାଆନ୍ତି ନାହିଁ। ତେଣୁ ମନେ ରଖନ୍ତୁ, ରାତି ଅଧରେ ଯଦି କେବେ ନିର୍ଜନ ରାସ୍ତାରେ ଚନ୍ଦନର ବାସ୍ନା ଆସେ କିମ୍ବା ଝୁଣ୍ଟିର ଶବ୍ଦ ଶୁଣାଯାଏ, ଭୁଲରେ ବି ପଛକୁ ଚାହିଁବ।